ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା। ହିଞ୍ଜିଳିକାଟୁ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ବର୍ଗ ଅଧିକାରୀ ତଥା ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କୁ ଏକ ଭାବାବେଗ ଓ ଅବିସ୍ମରଣୀୟ ମୁହୂର୍ତ୍ତରେ ଶୁକ୍ରବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଗତ 2021 ଏପ୍ରିଲ 22 ତାରିଖରେ ଶ୍ରୀ ଜେନା ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏଠାରେ ଅବସ୍ଥାପିତ ହେବା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେବଳ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଟେକ୍ କେୟାର ଅଫ୍ ମାଇ ପିପୁଲ ତାଙ୍କ ହୃଦୟରେ ଗଭୀର ରେଖାଙ୍କିତ କରିଥିଲା। ତା ପରଠାରୁ ସେ ହିଞ୍ଜିଳିକାଟୁ ବ୍ଲକରେ ନିଜ ଦକ୍ଷତା ଓ ପାରଦର୍ଶିତା ବଳରେ ଜଣେ ଲୋକପ୍ରିୟ, ବନ୍ଧୁବତ୍ସଳ, ଦକ୍ଷ ପ୍ରଶାସନିକ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ଲକର ଜଣେ ଦୂରଦୃଷ୍ଟି ସମ୍ପନ୍ନ ଓ ବିଚକ୍ଷଣ ପ୍ରଶାସନିକ ଅଧିକାରୀ ଭାବେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ କୃଷି ବିପଣନ ମଣ୍ଡଳୀ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଜିଲ୍ଲା ଯୋଜନା ବୋର୍ଡ ବିଶେଷଜ୍ଞ ସଦସ୍ୟ ଏନ୍ ରଘୁନାଥ, ORHDC ଅଧ୍ୟକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ଶ୍ରୁତିରଞ୍ଜନ ଦେଓ, ଶେରଗଡ଼ ବିଡିଓ ଶିବାଶିଷ ବରାଳ, ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ, ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରା, ଏବିଡିଓ ଅରୁଣ କୁମାର ପ୍ରଧାନ ପ୍ରମୁଖ ବିଦାୟୀ ଅଧିକାରୀ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରିଥିଲେ। ଉତ୍ତରୋତ୍ତର କାମନା କରି ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ହିଞ୍ଜିଳିକାଟୁରୁ ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକଙ୍କ ରିପୋର୍ଟ, ସମୃଦ୍ଧ ଓଡ଼ିଶା। 3 ଘଣ୍ଟା ମୁଁ 2 ଘଣ୍ଟା କାଳ ବସିଲି। 7ଟା 20ରୁ 9ଟା